ଥରେ ରାମକୃଷ୍ଣ ପରମହଂସଙ୍କୁ ବିବେକାନନ୍ଦ କହିଲେ, ଯଦି ଦୁନିଆରେ ଭଗବାନ ଅଛନ୍ତି ତେବେ ମୋତେ ତାର ପ୍ରମାଣ ଦିଅନ୍ତୁ। ରାମକୃଷ୍ଣ କିଛି ସମୟ ଭାବିଲେ, କହିଲେ, ଛାଡ ପ୍ରମାଣ, ଛାଡ ଭଗବାନ, ଗୋଟେ କାମ କର, ମୋ ଆଖି ଟିକେ ଟିକେ ଧୁନ୍ଦୁଲା ହେଇଗଲାଣି, କ୍ଲିଅର ଦେଖା ଯାଉନି, ବୁଢା ହେଇଗଲେଣି, ମତେ ଏଇ ପୁସ୍ତକଟି ପଢିକି ଟିକେ ଶୁଣା। ବିବେକାନନ୍ଦ ସେ ପୁସ୍ତକ ନେଲେ, ପଢିଲେ। କିଛି ସମୟ ପରେ ବହି ବନ୍ଦ କରିଦେଲେ, କହିଲେ ମୁଁ ଏ ପୁସ୍ତକ ପଢି ପାରିବିନି। ସେଇ ସମୟରେ ତାଙ୍କ ଆଖିରୁ ଧାର ଧାର ଲୁହ ବହୁଥାଏ। ରାମକୃଷ୍ଣ କହିଲେ, କିଛି ନାହିଁ, ପଢ ପଢ, କଣ ଅସୁବିଧା? ହଁ, ଭଗବାନଙ୍କ ପ୍ରମାଣ ଦରକାର ଥିଲା ନା, ବହି ପଢ। ହେଲେ ମୋ ଦ୍ୱାରା ହଉନି। ତ ରାମକୃଷ୍ଣ ଦେଖିଲେ ପିଲା ଭିତରେ ବହୁତ ସମ୍ଭବ। ସେ ବହି ଥିଲା ଅଷ୍ଟାବକ୍ର ଗୀତା।